ନୂଆ ସ୍କିମ୍ ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ UPS ୟୁନିଫାଏଡ୍ ପେନ୍ସନ୍ ସ୍କିମ୍। ଗତକାଲି ଭାରତ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ UPS ୟୁନିଫାଏଡ୍ ପେନ୍ସନ୍ ସ୍କିମ୍କୁ ମଞ୍ଜୁର ମିଳିଛି। UPS ଅଧୀନରେ କେନ୍ଦ୍ର ସରକାର ଏହାର କର୍ମଚାରୀମାନଙ୍କୁ ନିଶ୍ଚିତ ପେନ୍ସନ୍, ଫ୍ୟାମିଲି ପେନ୍ସନ୍, ନିଶ୍ଚିତ ସର୍ବନିମ୍ନ ପେନ୍ସନ୍ ପ୍ରଦାନ କରିବେ। ଆପଣଙ୍କର ଚାକିରି କାର୍ଯ୍ୟକାଳ ସରିଗଲା ପରେ ଆପଣ ଆପଣଙ୍କର ବେସିକ୍ ସାଲାରୀର 50% ପେନ୍ସନ୍ ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର। ଏହି ନୂଆ ପେନ୍ସନ୍ ଯୋଜନାଟି 2025 ଏପ୍ରିଲ 1ରୁ ଲାଗୁ ହେବ। ପାଖାପାଖି 23 ଲକ୍ଷ କର୍ମଚାରୀ ଉପକୃତ ହେବେ। NPS ଓ UPS ମଧ୍ୟରୁ ଗୋଟିଏ ଚୟନ କରିପାରିବେ। ସେମାନଙ୍କ ଇଚ୍ଛା ଅନୁସାରେ କର୍ମଚାରୀମାନେ ଚୟନ କରିପାରିବେ। ଯଦି ଜଣେ କର୍ମଚାରୀ 25 ବର୍ଷ କାର୍ଯ୍ୟ କରିଛନ୍ତି ତାହେଲେ ଏହି ପେନ୍ସନ୍ ରାଶି ପାଇବେ। ତାଙ୍କର ଶେଷ ଦରମା ଅର୍ଥାତ୍ ବେସିକ୍ ସାଲାରୀ ଯେଉଁଟା କୁହାଯାଉଛି ସେଥିରୁ 50% ସେ ପେନ୍ସନ୍ ପାଇବେ। ଏଥିରେ ଫ୍ୟାମିଲି ପେନ୍ସନ୍ର ବ୍ୟବସ୍ଥା ମଧ୍ୟ ରହିଛି। ଯଦି ପେନ୍ସନ୍ ଭୋଗୀ ମୃତ୍ୟୁ ହୁଏ ତାହେଲେ ତାଙ୍କ ପରିବାରର ଯେକୌଣସି ବ୍ୟକ୍ତି ପେନ୍ସନ୍ ପାଇବେ। ମୃତ୍ୟୁ ସମୟରେ ପେନ୍ସନ୍ ଭୋଗୀ ଯେତିକି ପେନ୍ସନ୍ ପାଉଥିଲେ ତାହାର 60% ପେନ୍ସନ୍ ପରିବାରକୁ ଦିଆଯିବ। ଆଉ ଯଦି ଜଣେ କର୍ମଚାରୀ କେବଳ 10 ବର୍ଷ ଚାକିରି କରିଥାଏ ତାହେଲେ ସେ ମାସକୁ 10,000 ଟଙ୍କା ଲେଖାଏଁ ପେନ୍ସନ୍ ପାଇବାର ଯୋଗ୍ୟ ହୋଇପାରନ୍ତି।
ଚ୍ୟାନେଲଟିକୁ ଲାଇକ୍ ସବସ୍କ୍ରାଇବ୍ ଆଣ୍ଡ ସେୟାର କରିଦିଅନ୍ତୁ। କେଉଁ ପ୍ରକାରର ଭିଡ଼ିଓ ଆପଣମାନେ ଚାହୁଁଛନ୍ତି, ଆପଣଙ୍କର ସମସ୍ୟା କ'ଣ କମେଣ୍ଟ ବକ୍ସରେ ଲେଖନ୍ତୁ ଏବଂ ମୁଁ ତା'ର ସମସ୍ୟାର ସମାଧାନ ନେଇ ଆପଣମାନଙ୍କ ନିକଟରେ ପହଞ୍ଚୁ। ଆଜି ପାଇଁ ଧନ୍ୟବାଦ। ପୁଣି ଥରେ ଦେଖା ହେବ ଆଗାମୀ ଅଧ୍ୟାୟ। ଧନ୍ୟବାଦ।